ବିର୍ସା ମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟ ଅନୁଷ୍ଠିତ। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଉଭା ଗ୍ରାମବାସୀଙ୍କର ଆନୁକୂଲ୍ୟରେ 2 ଦିନ ଧରି ରାତ୍ରିକାଳୀନ ଫୁଟବଲ ପ୍ରତିଯୋଗିତାର ଟୁର୍ଣ୍ଣାମେଣ୍ଟ ଉଭାଠାରେ ଉଦ୍ଯାପିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁଶୀଲ ମୋରେଇ, ଆପ୍ ନେତା ବାଲ୍ମୀକି ନାୟକ, ବ୍ଲକ ଉପାଧ୍ୟକ୍ଷ ଆରାଧନ ବରିହା, ପୂର୍ବତନ ଖେଳ ଶିକ୍ଷକ କିଶୋର ଚନ୍ଦ୍ର ପଟେଲ, କଂଗ୍ରେସ ନେତା ନବୀନ ପ୍ରଧାନ ଏବଂ ସ୍ୱେଚ୍ଛାସେବୀ ହରେକୃଷ୍ଣ ପ୍ରଧାନ ଯୋଗ ଦେଇଥିଲେ। ରାଜ୍ୟର ତଥା ରାଜ୍ୟ ବାହାର 16ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଖେଳ କୁଟେଲ ଏବଂ ବରଘଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କୁଟେଲା ବିଜେତା ହୋଇଥିବା ବେଳେ ବରଘଟା ଉପବିଜେତା ହୋଇଥିଲା।